ଆଜ୍ଞା ଜୟ ଶ୍ରୀ ଆପଣ ଭଲ ନାଁଟା କହିବେ ସବୁ ସମସ୍ତ ଦର୍ଶକ ମାନଙ୍କୁ ମୋର ଜୟ ଶ୍ରୀରାମ। ମୋ ନାଁ ହେଲା ଶିବବୃଷ୍ଟି, ରଙ୍ଗଣୀ ସାହି ବାସିନ୍ଦା। କାଲି ବି ରାବଣ କରିଥିଲି, ଆଜି ବି ରାବଣ। ତ କେତେ ବର୍ଷର ଆଜ୍ଞା ଡେଡିକେସନ ଏଇଠି ରୋଲ କରିବାର? ମୋର ହେଇଗଲା ଏତିକି 15 ବର୍ଷ ହେଇଗଲା। 15 ବର୍ଷ ରାମଲୀଳା ଡ୍ରାମା ବି ହେଇଗଲା 14 ବର୍ଷ। ପ୍ରଭୁଙ୍କ ଆଶୀର୍ବାଦ, ଆପଣଙ୍କର ଦର୍ଶକଙ୍କର ଭଲ ପାଇବା ସେତିକି ଅଛି ବୋଲି ମୁଁ ଆଜି ଗୋଟେ ଛୋଟ କଳାକାରଟେ ହେଇପାରିଛି। ଏମିତି ଆଶୀର୍ବାଦ ରହୁ, ମୁଁ ଆଗକୁ ଆଗକୁ ବଢେ। ଆପଣ ଭଲ ପାଇବା ଆଶୀର୍ବାଦ ମୋର ନିହାତି ଦରକାର। ଆମ କଳାକାର ପାଇଁ କିଛି ଆଜ୍ଞା ନାହିଁ, କେବଳ ଦର୍ଶକଙ୍କର ଭଲ ପାଇବା ଆଉ ତାଳି ଗାଳି ଏତିକି ଦରକାର, ଆଉ କିଛି ଦରକାର ନାହିଁ। କିଏ ଘରୁ ରୋଲ କରୁଥିଲେ ନା ନାଇଁ ଆପଣ କାହାକୁ ଦେଖିକି ଆସିକି ରୋଲ କଲେ? ଆମ ବଂଶଗତ ବି କେହି ରୋଲ କରୁନାହାନ୍ତି, କେବଳ ମୁଁ କଲି। ମୋ ଦାଦା ଆଜ୍ଞା କରନ୍ତି, ଏବେ ବି ଦାଦା ମୋର କରୁଛନ୍ତି। ଗୋଟେ ପଟେ ଆଜ୍ଞା ପ୍ରଭୁ ଶ୍ରୀରାମଙ୍କର ମିତ୍ର ଆପଣ ରୋଲ କରିଥିଲେ 2023 ସୁଗ୍ରୀବ ହିସାବରେ, ଆଉ ଗୋଟେ ପଟେ ପ୍ରଭୁଙ୍କ ହସ୍ତରେ ମରିବା ରାବଣ ଅଭିନୟ ତାଙ୍କ ସ୍ତ୍ରୀ ଗ୍ରହଣ କରୁଛନ୍ତି। ଆପଣ କୋଉ ଭୂମିକା ବେଶୀ ଚୁଜ୍ କରିବେ? ଦିଟା ପାଇଁ ଚୁଜ୍ କରିବି, କାହିଁକିନା ପ୍ରଭୁଙ୍କର ମିତ୍ର ଏତେ ପାଖ ହବା, ପୁଣି ତାଙ୍କ ହାତରେ ମରିକି ସ୍ୱର୍ଗ ପ୍ରାପ୍ତି ହବା, ସେଟା ତ ଭାଗ୍ୟରେ ଥିଲେ ମିଳେ। ଆଚ୍ଛା, କେମିତି ଭାଗ୍ୟ କାହା ଆଜ୍ଞା ମିଳେ କହିଲ? ନିଶ୍ଚୟ ଯୋଉ ରାବଣ ଭୂମିକା ନିଭାଉଛନ୍ତି, ଆପଣଙ୍କର ରାବଣ ଭୂମିକାରେ ଗୋଟେ ଫେଭରେଟ ଡାଇଲଗ କି ଗୀତ ଆମ ଦର୍ଶକଙ୍କ ଆଗରେ ଆଜ୍ଞା ରଖିବେ? ଓ ସୁନ୍ଦରୀ କହି ପାଇ କରିଅଛ ମନ, ଥରେ ଥରେ ଡାକ ସ୍ୱାମୀ ବୋଲି ମତେ, 10 ମାସ ହେଲା ଆଣି ହରି ଆଣିଲିନି ତତେ। ଆରେ ଆସ ଆସ ପ୍ରିୟ ସ୍ୱାମୀ ବୋଲି କର ସମ୍ବୋଧନ, ପଙ୍କଜ ନୟନା ଅଙ୍କେ ଥରେ ବସ ନପତ ତଳକୁ ମଥା। ପଙ୍କଜ ନୟନା ଅଙ୍କେ ଥରେ ବସ ନପତ ତଳକୁ ମଥା। ଚନ୍ଦ୍ର ଆସି ଚନ୍ଦ୍ର ମକର ମୁଠାରେ ହସି ପଦେ କୁହ କଥା। ସୁନ୍ଦର ନା ସୁନ୍ଦରୀ ଚବାଧରା ଚମ୍ପା ଗୋରୀ, ସୁନ୍ଦର ନା ସୁନ୍ଦରୀ। ଆପଣ ଯେମିତି ଏତେ ବର୍ଷ ହେଲା ଡେଡିକେସନ ଦେଇକି ଆସିଲେ, ଆପଣଙ୍କ ଅନୁଷ୍ଠାନ ଯୋଉ ଛୋଟ ବଡ କଳାକାର ସବୁ ଅଛନ୍ତି, ଛୋଟ ଛୋଟ ପିଲାମାନେ, ସେମାନଙ୍କୁ କଣ ଶୁଭେଚ୍ଛା ବାର୍ତ୍ତା ଦେବେ? ଯେମିତି ଆପଣ ଏତେ ବର୍ଷ ଡେଡିକେସନ ଦେଇକି ଆସିଲେ, ସେମାନେ ବି ଏଇ ଜିନିଷଟାକୁ ଆଗକୁ ବଢାନ୍ତୁ, ଯଦ୍ୱାରା କି ଆପଣଙ୍କ ଗାଁର ଏଇ ଲୋକ କଳାଟା ବଞ୍ଚିକି ରହୁ। ନିଶ୍ଚିନ୍ତ ନିଶ୍ଚିନ୍ତ, ଆମେ ବି ଆମର ବୟସ୍କ ଲୋକ ସିଏ କରୁଥିଲେ, ତାଙ୍କର ବି ପିଢି ଗଲା। ଆମେ ବି 14 ବର୍ଷ ପୂର୍ଣ୍ଣ ହେଇକି ଏ ବର୍ଷ ପୁଣି ଷ୍ଟାର୍ଟ ହେଲା 14 ବର୍ଷ। ଆମ ପରେ ବି ଛୋଟ ଛୋଟ ପିଲା ବି ଏବେ ନୂଆ ବାହାରୁଛନ୍ତି, ଆମେ ବି ତାଙ୍କୁ କିଛି ଶିକ୍ଷା, ଯେତିକି ବି ଆମେ ଶିଖିଛୁ ସେତିକି ବି ତାଙ୍କୁ ଶିକ୍ଷା ଗ୍ରହଣ କରଉଛୁ। ତମେ ବି ଆଗକୁ ବଢ, ଆମରି ବୟସରେ ଆମେ ବି ରହିବୁ, ତମେ ଆଗକୁ ଏମିତି ଅନୁଷ୍ଠାନ ଚାଲୁ। ଆଜିକାଲି ମଝିରେ ବନ୍ଦ ହେଇଯାଇଥିଲା ପୌରାଣିକ ଜିନିଷଟା, କିନ୍ତୁ ଏବେ ଧୀରେ ଧୀରେ ଲୋକଲୋଚନକୁ ଆସୁଛି। ଯାହାକି ଭାଇ ଆମର ଦେବାଶିଷ ଭାଇଙ୍କ ଏତେ ସାହାଯ୍ୟରେ ମାନେ ପୌରାଣିକରେ ବହୁତ ଏବେ ଡେଭଲପ କଲାଣି। ସେତିକି ଦର୍ଶକ ମାନଙ୍କୁ ଆହୁରି ବି ସେତିକି କହୁଛି, ସବୁ ଗାଁରେ ଯେତେ ଅନୁଷ୍ଠାନ ସବୁ ଗାଁରେ ହଉଛି, ଆମେ ନୂଆ ନୂଆ ପିଲାଙ୍କୁ ସୁଯୋଗ ଦବା, ତାଙ୍କୁ ଆଗକୁ ବଢେଇବା, ଏମିତି ଅନୁଷ୍ଠାନ ପୌରାଣିକ ଅନୁଷ୍ଠାନ ଆଗକୁ ଏମିତି ବଢି ଚାଲୁ। ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଦେଇଥିବାରୁ ଆମ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣ ହାର୍ଦ୍ଦିକ ଜୟ ସୀତାରାମ। ଜୟ ସୀତାରାମ।